ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ପ୍ରସିଦ୍ଧ ଭାରତୀୟ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ ଏବଂ ଓଡ଼ିଶାର ଲେଖକ ଥିଲେ। ସେ 1909 ଡିସେମ୍ବର 1 ତାରିଖରେ ଜନ୍ମଗ୍ରହଣ କରିଥିଲେ। ଜଣେ ପ୍ରତ୍ନତତ୍ତ୍ୱବିତ୍ ଭାବରେ ସେ ପ୍ରାଚୀନ ସ୍ମାରକୀ ଏବଂ ଶିଳାଲେଖର ଅଧ୍ୟୟନ ଏବଂ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ପାଣିଗ୍ରାହୀଙ୍କ ସୂକ୍ଷ୍ମ ଗବେଷଣା ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ଆଲୋକିତ କରିଥିଲା, ଯାହା ତାଙ୍କୁ ବ୍ୟାପକ ସ୍ୱୀକୃତି ଦେଇଥିଲା। ତାଙ୍କର ମୃତ୍ୟୁ 25 ଫେବୃଆରୀ 1987ରେ ହୋଇଥିଲା। ରହୁଛି ଦେଖା ହେବା ଆଗାମୀ ଭିଡିଓରେ। ନମସ୍କାର।